ଆଜି ଯେଉଁ ଆନ୍ତର୍ଜାତିକ ଯୋଗ ଦିବସ ଥିଲା ତେଣୁ ଆପଣ ଅର୍ଗାନାଇଜ୍ କରିଥିଲେ କ'ଣ କରିବେ? ଦେଖନ୍ତୁ, ଆଜି 2024 ମସିହାରେ ଭାରତ ସାରା ବିଶ୍ୱରେ ବିଶ୍ୱଗୁରୁ ହେବାକୁ ଯାଉଛି। ତ ବିଶ୍ୱଗୁରୁ ହେବା ପାଇଁ ଯେଉଁ ମିନିମମ୍ ଯାହା ରିକ୍ୱାରମେଣ୍ଟ ଦରକାର ଅଛି, ଗୋଟେ ସୁସ୍ଥ ସମାଜ, ଆଉ ସୁସ୍ଥ ସମାଜ ପାଇଁ ସୁସ୍ଥ ଶରୀର ଆବଶ୍ୟକତା। ଆଜି ଯେଉଁ ବିଶ୍ୱଗୁରୁ ହେବ ସାରା ଭାରତରେ ବିଶ୍ୱରେ ହେଲା, କେବଳ ଏଇଟା ସମ୍ଭବ ଯୁବକମାନଙ୍କୁ ନାହିଁ। ଆଉ ଯୁବକମାନେ ଯଦି ସୁସ୍ଥ ରହିବେ ତାହେଲେ ତାହା ସମ୍ଭବ ହେବ। ଆଉ ଦେଖନ୍ତୁ, ସୁସ୍ଥ ରହିବା ପାଇଁ ଆପଣମାନଙ୍କର ଶାରୀରିକ ସୁସ୍ଥତା ଦରକାର, ମାନସିକ ସୁସ୍ଥତା ଦରକାର। ଆଜିର ଯେଉଁ ସୋସାଇଟି ଦେଖିବେ ବାହାରମାନଙ୍କରେ ନିଶାସକ୍ତ ଦେଶ, କିନ୍ତୁ ଆମ ଭାରତ ଦେଖନ୍ତୁ, ଭାରତ ମ୍ୟାକ୍ସିମମ୍ 85% ଯୁବକ ଅଛନ୍ତି, ଯେଉଁଥିରେ ସେମାନେ ଯେଉଁ ଯୁବକମାନେ ଗୋଟେ ନୂତନ ଉର୍ଜା ନେଇକି ଯାଉଛନ୍ତି ବିକଶିତ ଭାରତ କରିବା ପାଇଁ। ଆଉ ସେ ବିକଶିତ ଭାରତ କରିବା ପାଇଁ ଆମେ ଯଦି ଯୋଗକୁ ଛାଡ଼ିଦେବା ତାହେଲେ ଆମେ ମାନସିକ ସଙ୍ଗେ ସଙ୍ଗେ ଶାରୀରିକ ଦୁର୍ବଳ ହୋଇଯିବା। ତେଣୁ କେଉଁଠି ନା କେଉଁଠି ଆମକୁ ଭାବିବାକୁ ପଡ଼ିବ, ବିନା ଯୋଗରେ ଅସମ୍ଭବ। ତେଣୁ ଯୋଗ ହିଁ ଏକମାତ୍ର ମାଧ୍ୟମ ଯେଉଁଥିରେ ଆମେ ଆମର ଯେଉଁ ଭାରତକୁ ବିଶ୍ୱଗୁରୁ କରିବା। ଯୋଗକୁ ନେଇକି ଯେଉଁ ପ୍ରସାର ପ୍ରଚାର ତାର ଯେଉଁ ପରିକଳ୍ପନା କରିଛନ୍ତି, ଆଗକୁ ଯୋଗ କେମିତି ସମସ୍ତେ କରିବେ ବା ସେଥିପାଇଁ ସଚେତନ ହେବେ, ତେବେ କିଛି ପରିକଳ୍ପନା ଆପଣଙ୍କ ପାଖରେ ଅଛି? ନିହାତି ଅଛି। ଦେଖନ୍ତୁ, ଯୋଗ ହେଲା ସର୍ବପୁରାତନ। ଆମେ ଯେଉଁ ସନାତନ ସଂସ୍କୃତିକି ଯିବା, ସନାତନ ସଂସ୍କୃତିରେ ସକାଳୁ ଉଠିବାକୁ ଆରମ୍ଭ କରି ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୁରା ଦିନଚର୍ଯ୍ୟା ଯୋଗ ଦ୍ୱାରା ହିଁ ସମ୍ଭବ ହୋଇଛି। ଯୋଗ ଆମକୁ ଶିଖେଇଛି କେମିତି କ'ଣ ଜୀବନଚର୍ଯ୍ୟା କରିବା। ଆଉ ଆମେ ଆଗରୁ ଆଜି 10ମ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ଦିବସ ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱରେ ମନୁଷ୍ୟ ଯୋଗର କଥାକୁ ଜାଣିବାକୁ ସୁଯୋଗ ସୃଷ୍ଟି ହେଲା। ଏହା ଭାରତ ତା'ର ନେତୃତ୍ୱ ନେଲା। ଯାହାଦ୍ୱାରା ମହର୍ଷି ପତଞ୍ଜଳିଙ୍କର ଯୋଗ ଦର୍ଶନ ଥିଲା, ଆମେ କହୁଥିଲେ, ଯାହା କେବଳ ଋଷିମୁନିମାନେ କେବଳ ବଣର କନ୍ଦରାରେ କରୁଥିଲେ ବା ବିଭିନ୍ନ ପ୍ରକାର ଯେଉଁ ପର୍ବତର ଗିରିକନ୍ଦରାମାନଙ୍କର ଥିଲା, ତାହା ଆଜି ପୁରପଲ୍ଲୀରେ ନିଜ ଗୃହମାନଙ୍କୁ ଆସିଲା। ଅର୍ଥ ଏହାଦ୍ୱାରା ଲୋକେ ଅନ୍ଧପକ୍ଷେ ରୋଗମୁକ୍ତ ହେବେ ଆସନ ଆଦି କରି, ଏବଂ ମନ ଯେଉଁ ଚଞ୍ଚଳ ହେଉଥିଲା ସ୍ଥିର ହେଲେ, ଯେ ପ୍ରାଣାୟାମ ହେବେ। ତାପରେ ଈଶ୍ୱରଙ୍କର ଧ୍ୟାନ ଶିଖାଇବା ଦ୍ୱାରା ଆମେ ଈଶ୍ୱରଙ୍କ ପ୍ରତି ଭକ୍ତି ସୃଷ୍ଟି କଲେ। ଦ୍ୱିତୀୟତଃ ଚେଷ୍ଟା କଲେ ଯେ ଈଶ୍ୱରଙ୍କର ସୃଷ୍ଟିକୁ ଆମେ ରକ୍ଷା କରିବା, ଭଲରେ ରହିବା, ଅନ୍ୟମାନଙ୍କୁ ଭଲରେ ରଖିବା ଏବଂ ସମସ୍ତଙ୍କ ସହିତ ପ୍ରୀତିପୂର୍ବକ, ଅତ୍ୟନ୍ତ ପ୍ରୀତିପୂର୍ବକ ଧର୍ମାନୁସାରେ ବ୍ୟବହାର କରିବା। ସମସ୍ତେ ନିଜେ ଭଲ ହେବା ଓ ଭଲ କରେଇବା ଲୋକକୁ, ଏହା ହିଁ ଯୋଗ ଆମକୁ ଶିଖାଏ। ଯୋଗ ଆମର ମନ ଚିତ୍ତବୃତ୍ତିକୁ ବିରୋଧ କରେ, ଅର୍ଥ ଆମକୁ ଭଲ ମଣିଷ ହେବାର ପ୍ରେରଣା ଦିଏ। ଆମେ ଭଲ ହେବା ଓ ଅନ୍ୟ ମଣିଷ ଦେଖନ୍ତୁ, ଯୁବକମାନେ ହେଉଛନ୍ତି ପରପିଢ଼ିକୁ ନିର୍ମାଣ କରିବାରେ ସକ୍ଷମ ହେଉଛନ୍ତି। ବୟସ୍କ ଲୋକମାନଙ୍କ ପାଖରେ କିଛି ଉପଦେଶ କରିତେ ଅନ୍ୟ କିଛି କରିପାରିବେ। ତେଣୁ ଯୁବ ସମାଜ ଯେଉଁଦିନ ଏହିଭଳି କ୍ଷେତ୍ରରେ ଅଧିକ ମାତ୍ରାରେ ଆଗ୍ରହୀ ହେବ ଏବଂ ସଂଶ୍ଳିଷ୍ଟ ହେବ, ଦେଖିବେ ସମାଜର ପରିବର୍ତ୍ତନ। ଆପଣ ଜାଣିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀ ମରିଛନ୍ତି, 85% ଉଠିଲେ ଆଜି ସମାଜ। ସେ 85% ଲୋକଙ୍କ ଭିତରୁ ହାରାହାରି ଶତକଡ଼ା 85% ଲୋକ ହେଉଛନ୍ତି ଯୁବ ସମାଜ। ଧରନ୍ତୁ ଭାଇ ପରମାନନ୍ଦ, ମଦନଲାଲ ନେହେରୁ, ଭଗତ ସିଂ, ଏବେ ସମସ୍ତେ ଯୁବକ। ତେଣୁ ଯୁବକମାନେ ଯଦି ଚାହିଁବେ ଏ ସମାଜ ପୁଣି ନୂଆ ରୂପ ଦେଇପାରିବେ। ଭାବୁଛି ଯୁବକ ଯୁବତୀମାନେ ସେମାନଙ୍କର ନିଜ ଅପେକ୍ଷା ରାଷ୍ଟ୍ର ପ୍ରତି ଅଧିକ ଭାଗ ବିଶ୍ୱାସ କରିବେ।